ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା କେଉଁମାନେ ଅଭିଶାପ ପାଇଥିଲେ। ତାପରେ ଶୁଣିବା କେତୋଟି ସୁନ୍ଦର ରହସ୍ୟ। ତାପରେ ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ତୁମ ବଂଶ ବିନାଶ ହୋଇଯିବ ବୋଲି ଅଭିଶାପ ଦେଇଥିଲେ। ମୈତ୍ର ଋଷି ଦୁର୍ଯ୍ୟୋଧନଙ୍କୁ ଜଙ୍ଗ ଆଘାତରେ ମରିବୁ ବୋଲି ଅଭିଶାପ ଦେଇଥିଲେ। ଉର୍ବଶୀ ଅର୍ଜୁନକୁ ନପୁଂସକ ହେବ ବୋଲି ଅଭିଶାପ ଦେଇଥିଲେ। ଯୁଧିଷ୍ଠିର କୁନ୍ତୀଙ୍କୁ ନାରୀଙ୍କ ପେଟରେ କଥା ରହିବ ନାହିଁ ବୋଲି ଅଭିଶାପ ଦେଇଥିଲେ। ଅମ୍ବିକା ଭୀଷ୍ମ ଜଣେ ନପୁଂସକ ହାତରେ ମରିବୁ ବୋଲି ଅଭିଶାପ ଦେଇଥିଲେ। କୃଷ୍ଣ ଅଶ୍ୱତ୍ଥାମା ତୋର କ୍ଷତ ଶୁଖିବ ନାହିଁ, ସବୁଦିନ ପାଇଁ ରୋଗୀ ହୋଇ ରହିଯିବ ବୋଲି ଅଭିଶାପ ଦେଇଥିଲେ। ସୁଆସାରୀ ମଧ୍ୟ ସୀତାମାତାଙ୍କୁ ଅଭିଶାପ ଦେଇ କହିଥିଲେ କି ତୁମେ ବି ଗର୍ଭବତୀ ସମୟରେ ଅଯୋଧ୍ୟାରୁ ବିତାଡ଼ିତ ହେବ ବୋଲି। ବାଲି ରାମଚନ୍ଦ୍ରକୁ ଅଭିଶାପ ଦେଇ କହିଥିଲେ ମୋତେ ଯେମିତି ଗଛ ମୂଳରେ ଛପିକି ଶରବିଦ୍ଧ କଲ, ତମେ ଆର ଜନ୍ମରେ ତମର ହାତର କହୁଣୀ ପର୍ଯ୍ୟନ୍ତ ହାତ ଥିବ, ଆଙ୍ଗୁଳି ନଥିବ। ଏହିପରି ଭାବରେ ବାଲି ରାମଚନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ। ଜଗନ୍ନାଥ ମନ୍ଦିରର ରହସ୍ୟ ଜାଣିବା। ମନ୍ଦିରର ପତାକାର ରହସ୍ୟ। ଜଗନ୍ନାଥ ମନ୍ଦିର ଉପରେ ଲାଗିଥିବା ପତିତପାବନ ବାନା ସବୁବେଳେ ପବନର ବିପରୀତ ଦିଗରେ ଓଲଟା ଦିଗକୁ ବହିଥାଏ। ଶ୍ରୀମନ୍ଦିରର ଉପର ଭାଗର ରହସ୍ୟ। ଜଗନ୍ନାଥ ମନ୍ଦିରର ମୁଖ୍ୟ ଗମ୍ବୁଜ ନିକଟରେ ଆଜି ପର୍ଯ୍ୟନ୍ତ କୌଣସି ବି ପକ୍ଷୀ ଉଡ଼ିବାର ଦେଖାଯାଏ ନାହିଁ। ଯଦି ଏମିତି ହେବାର ଦେଖାଯାଏ ତେବେ ଅଶୁଭ ମନାଯାଇଥାଏ। ପ୍ରସାଦ ସେବନର ରହସ୍ୟ। ମନ୍ଦିରର ରୋଷେଇ ଘରେ ପ୍ରସାଦ ପ୍ରସ୍ତୁତି ପାଇଁ 7ଟି ମାଟି ହାଣ୍ଡି ଉପରକୁ ଉପରକୁ ରଖାଯାଇଥାଏ ଏବଂ କାଠ ନିଆଁରେ ସବୁ ପ୍ରସ୍ତୁତ କରାଯାଏ। ବଡ଼ ବିଚିତ୍ର କଥା ହେଉଛି ସବୁଠାରୁ ଉପରେ ଥିବା ପ୍ରସାଦ ହାଣ୍ଡି ପ୍ରଥମେ ପ୍ରସ୍ତୁତ ହୁଏ, ପରେ ତଳକୁ ତଳ ହୋଇଥାଏ। ଅରୁଣ ସ୍ତମ୍ଭର ରହସ୍ୟ। ଅରୁଣ ସ୍ତମ୍ଭ ମନ୍ଦିରର ମୁଖ୍ୟ ଦ୍ୱାର ଶ୍ରୀମନ୍ଦିରକୁ ଲାଗି ଏହା ଅବସ୍ଥିତ। ଏହାର ଉଚ୍ଚତା ପାଖାପାଖି 25 ଫୁଟ। ଏହାର ରହସ୍ୟ ହେଉଛି ଏହା ଦିନବେଲା ଏହାର ଛାଇ ତଳେ ପଡ଼ି ନଥାଏ। ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, ଏହା ହିଁ ନିରାଟ ସତ୍ୟ। ତାପରେ ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା ସବୁ। ପରନିନ୍ଦା ପରଚର୍ଚ୍ଚା କର ନାହିଁ। ଜପାମାଳି ସେ ମାଳି ଜପିଲେ ଗତିମୁକ୍ତି ନାହିଁ। ନର୍କର ପଥ ନେବ ସଙ୍ଖୁଳି। ଅନ୍ୟର ମଙ୍ଗଳ କାମନା କରି ଥରେ ଦେଖ, ନିଜ ଜୀବନଧାରା ବଦଳିଯିବ। ସୁଗମ ହେବ ବଞ୍ଚିବାର ପଥ। ସବୁ ହଟିଯିବ ସଂସାରର କଳି। ଦୁଃଖ ସମୟରେ ଯିଏ ଥିଲା ସଖା, ଅର୍ଥର ପାତୁ ଯେ କାଟିବ ତାହାର ପଖା। ନିନ୍ଦୁକ ବ୍ୟକ୍ତିରେ ନାମ ଗଣାହେବ, ହେଉଥିବ ଲୋକ ହସା। ସବୁବେଳେ ନିଜର କର୍ମ କର, କଠିନ ପରିଶ୍ରମ କର, ଝାଳ ବୁହାଅ, ନିଜ ରାସ୍ତା ନିଜେ ତିଆରି କର। ଭାଗ୍ୟ ତୁମ ପାଇଁ ଯେଉଁ ପଥ ଲେଖାଯାଇଛି ତାହା ତମେ ଆପେ ଆପେ ପାଇବ। କେତେବେଳେ ବି ତୁମେ ତୁମର ଇଚ୍ଛା ମୁତାବକ ଫଳ ପାଅ ନାହିଁ। କେତେବେଳେ ତୁମେ ନ ମାଗି ମଧ୍ୟ ବହୁତ କିଛି ପାଇଯାଅ। କେତେବେଳେ ଭାଗ୍ୟ ନୀରବ ରହିଯାଏ, ଆଉ କେତେବେଳେ ତୁମର କର୍ମ କ୍ଳାନ୍ତ ହୋଇ ଥକିଯାଏ। ସେଥିପାଇଁ ତ ନିଜ କର୍ମ ନିଜେ କର, କାରଣ ପ୍ରବାହ ହେଉଛି ତୁମର ଧର୍ମ। ଭାଗ୍ୟକୁ ଗ୍ରହଣ କର, କାରଣ ତାହା ତୁମର ଅନୁଭବ। ଜୀବନର ଶେଷ କେଇପଦ। ଶେଷ ସାଥୀ କର୍ମ, ଶେଷ ଭୋଜନ ନିର୍ମାଲ୍ୟ, ଶେଷ ତ୍ୟାଗ ନିଃଶ୍ୱାସ, ଶେଷ ଯାନ କୁକେଇ, ଶେଷ ଧ୍ୱନି ରାମ ନାମ ସତ୍ୟ ହେ। ଶେଷ ନିଦ୍ରା ହେଉଛି ଜୁଇ। ତରକାରୀରେ ଭାଗ ମାପ ଅନୁସାରେ ଲୁଣ
ମିଶା ହୁଏ। ଲୁଣରେ ତରକାରୀ ମିଶା ହୁଏନି। ସେହିଭଳି ହଜାରେ ସତ ଭିତରେ ଛୋଟ ମୋଟ ମିଛ ମିଶା ଯାଇପାରିବ। କିନ୍ତୁ ହଜାରେ ମିଛ ସାଥିରେ କେତେ ସତ ଖଞ୍ଜିଲେ ବି ମିଛ ପ୍ରମାଣିତ ହୋଇଥାଏ। ସେମିତି ସମ୍ପର୍କକୁ ସବୁବେଳେ ସ୍ତର ଅନୁସାରେ ଚଳିବାକୁ ପଡ଼ିଥାଏ। ଯେଉଁଠୁ ସମ୍ପର୍କରେ ଆଦର ସ୍ନେହ କମିଥାଏ, ରାଗ ଆଉ କର୍କଶ ଅଧିକ ରୁହେ, ସେ ସମ୍ପର୍କରେ ଆକର୍ଷଣ କମ୍ ରୁହେ। ମଧୁର ଭାଷା ସହିତ ଭଲ ପାଇବା ଥିଲେ ସମ୍ପର୍କରେ ସ୍ୱାଦ ଅନୁଭବ ହୋଇଥାଏ। ଅତୀତ ଶିଖାଏ ବର୍ତ୍ତମାନ କନ୍ଦାଏ, ଆଉ ଭବିଷ୍ୟତ ବଞ୍ଚି ରହିବାକୁ ସ୍ୱପ୍ନ ଦେଖାଏ। ବୟସ ବଢ଼ୁଛି ବନ୍ଧୁ କମୁଛି, ତାପ ବଢ଼ୁଛି ସୁଖ କମୁଛି, ବୋଧହୁଏ ଏଇଟା ହିଁ ଜୀବନ। ଯଦି ଆଜିର ଅନୁଚିନ୍ତା ଆଉ ରହସ୍ୟଗୁଡ଼ିକ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍କୁ ଟଚ୍ କରନ୍ତୁ, ଲାଇକ୍ କରନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।